नहीं, मेरा जान को सताऊंगी। करिए चलो। इतना राग, इतना गुस्सा। ଆଚ୍ଛା ଗୋଟେ କଥା ପଚାରି କହିବି ସତ କଥା। ହୁଁ ଏବେ କ୍ଷୀର ବାହାରୁଛି ତମର? ହୁଁ ଓ କି ଭାଗ୍ୟ। କେସେ ତବ। ହେଲେ ଏତେ ନୁହେଁ ତ। ତଥାପି ଯାହା ହବ ମୁଁ ତ ଚିପି ଯାଇ ପିଇ ପାରିବି। ହଁ ସେଟା ବରଂ କହିବି। କିସ୍ କରିବା ତ ଗୋଟେ ସାମାନ୍ୟ କଥା। କିସ୍ କଣ ତୁମ ଗାଲ କଲ? ଆଉ କୋଉଠିକି? ଗାଲ କଣ ଗେଲ କରୁଛ ନା କଣ? ହଁ ମୁଁ ତ ଛୋଟ ଛୁଆ ନା, ମତେ ଗେଲ କରିଛ। ହଁ ସେଇ କଥା। ଗାଲ କିସ୍ କଲେ କି କୋଉଠି ଛୁଇଁବାକୁ ପଡିବନି ଯେ, କିନ୍ତୁ ଲିପକୁ କିସ୍ କଲେ ତ ଛୁଇଁବାକୁ ପଡିବ ନା, ଧରିବାକୁ ପଡିବ। ହୁଁ ତ କଣ ଧରିବ ନା କଣ ଯେ? କଣ ଆମର ବି ଟିକେ ଇଚ୍ଛା ନାହିଁ ନା କଣ? ହୁଁ ଆଉ କଣ ତମେ ସିଙ୍ଗିଲ ପିଲା ନା କଣ? ହୁଁ ଟିକେ ତ ଇଚ୍ଛା ଥିବ ନା। ହୁଁ ଖାଲି ହୁଁ ହୁଁ ହଉଛ। ଆଉ ମୁଁ ମାରୁଛି ବୋଲିକି କଣ ଭାବୁଛ ନିଦ ଆସୁଛି? କହୁନ ନା ସେଥିପାଇଁ କହିଲି। କହୁନ। ଶୋଇପାରିବି ତ? ହୁଁ ମୁଁ ତ ଶୋଇପାରିବି ତ? କୋଉଠି କୋଉଠି ଟଚ୍ କରିବ? ସେଇଟା ତ କହିପାରିବି ଯୋଉଠି ହାତ ଯିବ। କହୁନ। ମୋ ଇଚ୍ଛା ମାନେ ମୋ ହାତ, ମୁଁ କଣ କଣ୍ଟ୍ରୋଲ କରିପାରିବି ହାତକୁ? କୋଉଠି ମତେ ହାତ ଯିବ। ତମେ ତ କଣ୍ଟ୍ରୋଲ କରିପାରିବ ନା। ମତେ ଯେ କାଟିବ। କଣ କିସ୍ କଲେ କାଟିବ? ନା କିସ୍ କଲେ ନୁହଁ, ତମେ ଯୋଉଠି ଯୋଉଠି ହାତ ମାରିବ ମତେ କାଟିବ ଯେ। ହାତ ମାରିଲେ କାଟେନି। ହୁଁ କେମିତି? କେଜାଣି। ହାତ ମାରିଲେ କେମିତି କୋଉଠି କାଟେ? କେମିତି କିସ୍ କରିବ ମତେ? ସେମିତି କେମିତି? କେମିତି କହୁନ? ଫାଷ୍ଟ ତ ହଗ୍ କରିବି। ହୁଁ ତାପରେ ହସ ଲାଗୁଛି। ତାପରେ ତମ ବେକ କିସ୍ କରିବି। ହୁଁ ତାପରେ ଯାଇ ତମ ଲିପକୁ କିସ୍ କରିବି। ହୁଁ ତାପରେ ହାତ ଯୁଆଡେ ଯିବ ଆଉ। ଓ ଭଲ କଥା। ଆଉ କହୁଛ ତାପରେ ହାତ ଯୁଆଡେ ଯିବ ମାନେ କୁଆଡେ ଯିବ କି? ଯାହା ହାତରେ ଅଛି ସିଆଡେ ହାତ ଯିବ। ଆଁ ତମେ ତ କହୁଛ ଏବେଟାରେ କହିଲ କାଟିବ, କାଟିବ କଣ କାଟିବ? ତମେ ଗୋଟେ ଯୁଆଡେ ସୁଆଡେ ହାତ ମାରିବ କହୁଛ ନା, ମୁଁ ସେଥିପାଇଁ କହିଲି। ଯୁଆଡେ ସିଆଡେ କଣ ହାତ ମାରିବ? ତମକୁ ତ ଭଲ ଲାଗିବ ନା ସେଥିପାଇଁ କହିଲି। ତମେ ଯାହା କହିଲ। କଣ? କିଛି ନୁହଁ। କହୁନ। କହୁନ। ତମେ ଯାହା ବି କହିଲ, ହୁଁ ମୋର ଏଠି କିଛି ବି ହଉନି। କିଛି ହଉନି? ନା। ତମେ ତ କରିସାରିଛ ପୁଣି ହବ। ହାଁ ତମେ ତ କରିସାରିଛ କଣ ହବ? କଣ କରିସାରିଛି ମୁଁ? ଆଚ୍ଛା କରାହବନି ତ ଗୋଟେ କଥା କହିବି। କଣ? ତମେ କେବେ ହାତ ମାରିଛ ନା ସେଠି? ହୁଁ ହାତ ମାରିଛ ନା ନାଇଁ ସେଠି? ନା ଛି ମୋବାଇଲ ହାତରେ ଧରିଛି। ଆଉ ଗୋଟେ ହାତ ମୋ ପୁଅ ଦେହରେ ହାତ ପକେଇଛି। ତାକୁ କୁଣ୍ଡେଇକି ଶୋଇଛି। ଆଉ ସେଇଥିପାଇଁ ତ କହୁଛି ତମ ଫିଲିଙ୍ଗ୍ସ କୋଉଠି ଆସିବ? ଫିଲିଙ୍ଗ୍ସ କୋଉଠୁ ମୁଁ ଆସିବ? ମୁଁ ମୋ ପୁଅକୁ କୁଣ୍ଡେଇକି ନ ଶୋଇଲେ ମତେ ନିଦ ଆସେନା। ଏବେ ତ ମୁଁ ତମ ପାଖରେ ଶୋଇଥାନ୍ତି ତ ମୁଁ ତମେ ତ କଣ୍ଡେଇ ହେଇକି ଶୋଇଛ ମୁଁ ତମ ସହିତ କଣ୍ଡେଇ ହେଇକି ଶୋଇଥାନ୍ତି। ହୁଁ ସତରେ? ହୁଁ ଏତେ ଭଲ ପାଉଛ? କଣ ଭଲ ପାଇବାକୁ କୁହନ୍ତି? ନାଇଁ ମୁଁ ସେମିତି ମଜାକ କରୁଛି। କହୁନ ସିରିୟସ୍ ମୁଁ ଶୋଇପାରିବି ତ ତମକୁ? ହୁଁ ହାତ ଯୋଉଠି ଯୋଉଠି ଯିବ ତ ପିଜା କଣ କହୁଛ? ହୁଁ
ହଉ ଠିକ ଅଛି, କାଟିବ ତ ନିଶ୍ଚୟ, ହୁଁ କାଟିବ ତ ନିଶ୍ଚୟ। ହୁଁ ମୁଁ କହୁଛି ଆଉ ମାନେ ଜାଣିଛ ତ ତାହେଲେ କହୁଛ ଯେ କାଟିବ ମାନେ କଣ, କଣ ହାତ ପୁରେଇ ଦେଇକି କାଟି ଅଛି। ତାପରେ କଣ ତାପରେ? ତାପରେ କୁହ। ତାପରେ କଣ? ତାପରେ କଣ ତମେ କଣ ଜାଣିନ? ତାପରେ ହାତ କଣ ପୁରାନ୍ତି ନା କଣ? ହାତ କେମିତି ପୁରେଇବ, ହାତ ତ ଛୁଇଁ ତ ପାରିବ ନା ଆଉ ହାତ ପୁରେଇବ କେମିତି? ତମ ଦେଇ ବାହା ହେଇ ସାରିଛି? ସେ ଉଁ କଥା କଣ ପାଇଁ? ନା ନା କହୁଛି ଏମିତି, ତମେ କଣ ନେଗେଟିଭ ଭାବୁଛ ନା କଣ ଯେ? ନାଇଁ। ଇସ୍ ମତେ ସେମିତି ଭାବନା, ମୁଁ ଏତେ ବାଜେ ନୁହଁ ଯେ। ସରିଲାଣି ତ, ମୁଁ ଏମିତି ପଚାରିଲି ଯେ ତମ ଦେଇ ବାହା ହେଇ ସାରିଛି? ମାନେ ଏ କଥା ନହବା ପାଇଁ ତ ଏମିତି କହୁଛ। କଣ କଥା ନହବା ପାଇଁ? ଆଉ କଣ ଗୋଟେ କଥା କହିବ ପୁଣି ଆଉ ଗୋଟେ କଥା କହିବ। ଆରେ ନା ନହବା ପାଇଁ ନୁହଁ, ମୁଁ ଏମିତି ତମକୁ ପଚାରୁଛି ଯେ ତମ ଦେଇ ବାହା ହେଇ ସାରିଛି? ତ କଣ ଉଲ୍ଟା ପାଲ୍ଟା କଥା କହୁଛ? ହଁ ହେଇଯାଇଛି। ହଁ ତ ସେଇ କଥା ତ କହିବ ନା, ତମେ କଣ ଯେତେବେଳେ କଣ ହେଇଗଲାଣି। କଣ ହେଇଗଲା? କଣ ବୁଝିବ ତମର ତ ଫିଲିଙ୍ଗସ୍, ବିଛଣା ଓଦା ହେଇଗଲା, ତମର ତ ଖଟ ଭାଙ୍ଗିଗଲା, ଦେହ ରାମ୍ପି ହେଇଗଲା। ଖଟ ସେଇନା ଭାଙ୍ଗିବ ତମେ ଯୋଉଦିନ ଆସିବ ଏଠିକି। ସତରେ? ହୁଁ ସତରେ ମତେ ନେଇକି ଯିବ? ହୁଁ। ନା ମିଛ କହୁଛ ନା ମତେ ସତ ମାନେ ମତେ ଖାଲି ଇଏ କରୁଛ। କଣ କରୁଛି? ଯେ ମତେ ଟ୍ରାଏ କରୁଛ। ଟ୍ରାଏ କରୁଛି କଣ? କଣ ଆଁ ଏତେ ହସନା, ଦାନ୍ତ ସବୁ ପଡିଯିବ। କଣ କହୁଛ, ଟ୍ରାଏ କେମିତି କରିବି? ମୁଁ ଜାଣିନି ଏତେ କଥା, ତମେ ମତେ ଖାଲି ଇଗ୍ନୋର କରୁଛ। ତାର ତ ଫିଲିଙ୍ଗସ୍ ଆସୁନି ଆଉ କଣ କହିବି ତମକୁ? ମତେ ହଁ ମୋର ଫିଲିଙ୍ଗସ୍ ଆସୁନି? ତମ ପାଖରେ ନେଇକି ଯାଅ, କେତେ ପ୍ରକାର ଫିଲିଙ୍ଗସ୍ ଥିବ ମୋର। ଆଉ କହୁଛ ନା ଫିଲିଙ୍ଗସ୍ ଆସୁନି ପୁଣି। ମତେ ଏକୁଟିଆ ଅଛି ନା, ଫିଲିଙ୍ଗସ୍ କେମିତି ଆସିବ ନା, ତମ ପାଖରେ ହେଲେ ତମେ ଜାଣିପାରିବ ନା ମୁଁ କେମିତି ହଟ୍ ଝିଅ। ସେଇ କଥା ତ ମୁଁ କହୁଛି ନା। ମୋର ଯେତେବେଳେ ହଟ୍ ହବ ନା, ସେତେବେଳେ ତମେ ନିଜେ ବି ସମ୍ଭାଳି ପାରିବନି। ସେଇ କଥା, ସେମିତି ତ ମୁଁ ଚାହୁଁଛି ନା, ସେପଟୁ ଗରମ ଏପଟୁ ଗରମ। ଯାହା ହବ ମଝିରେ। ତମ ପାଖରେ ରହିଲେ ମୁଁ ତମକୁ ରାତି ସାରା କୁଣ୍ଡେଇକି ଶୋଇବି। ହୁଁ। ହଁ। ସେଇଟା ତ ମୁଁ ଚାହୁଁଛି। ତମକୁ ରାତିରେ ଶୋଇବାକୁ ଦେବିନି। ସେଇଟା ତ ମୁଁ ତମକୁ କରିବାକୁ ଦେବିନି। ଆଁ ମୁଁ ତ ତମକୁ ଛୁଆ ହିଁ ଦେବିନି। ଛୁଆ ଦବନି ନା କଣ? ଆଉ ଶୁଆଇ ଦେବିନି। ଓହୋ ମୁଁ କହିଲି ମତେ ଛୁଆ ଦବନି କହୁଛି। ଛୁଆ ଦବନି ତ ଜବରଦସ୍ତି ତମକୁ ଦେବି ଛୁଆ। ଆଉ ଛୁଆ ନବ? ହଁ। ମରିଯିବି ତ ଛୁଆ ନା ତମେ ତ କହିଲ ଛୁଆ ହବନି ତମର। ଛୁଆ ହବ ହେଲେ ଲେଟ୍ କରିକି ନବାକୁ କହିଛି ନା ଡକ୍ଟର। ହୁଁ ହୁଁ। ହେଲେ ତଥାପି ଡକ୍ଟର ସାଙ୍ଗରେ ତ ପରାମର୍ଶ କରିପାରିବ ନା। ଆଚ୍ଛା। ହଁ ମାନେ କଣ ତା ଭିତରେ ପୁରେଇଲେ କଣ କଷ୍ଟ ତ ଲାଗିବ ଠିକ୍ ଅଛି। କୁଆଡେ କଣ ତ ତମର ଦେହ ଖରାପ ହେଇଯିବ ନା କଣ? ମୋ ଦେହ ଖରାପ ହବ କାଇଁ? ଆଉ ହଁ ଦେହ ଖରାପ ହବ ମାନେ ମତେ ଶୋଷ ଲାଗିବ ମୋ ଦେହ ହାତ ଥରିବ। ଓ ବୁଝିଲ। କଲେ କିଛି ନାହିଁ ତ? ମତେ ବହୁତ ଶୋଷ ଲାଗେ କାହିଁକି କେଜାଣି ମୁଁ ଜାଣିନି। ତମେ ଛାନିଆ ହେଇଯାଅ। ଉଁ ସେଇଟା ତ ତମେ ମୋଠୁ ଅଧିକା ଜାଣିଥିବ। ଆଁ ସେଇଟା ତମେ ମୋଠୁ ଅଧିକା ଜାଣିଥିବ। କିଏ କହିଲା? କହିଲା ତମେ କରିଛ ମୁଁ କରିନି ନା ସେଥିପାଇଁ। ନା ସତ କହୁଛି ମତେ କାଇଁ ଶୋଷ ଲାଗେ ବହୁତ ମୁଁ ନିଜେ ବି ଜାଣିନି। ଆରେ ନର୍ଭସ ହେଇଗଲେ ତ ଶୋଷ ଲାଗେ ନା ଉଁ ନର୍ଭସ ହେଇଗଲେ। ମୁଁ ପୁରା ଯେମିତି ଗୋଟେ
କୁକୁର ଛୁଆ ଗୋଟେ ଓଦା ହେଇଗଲେ ଯେମିତି ହେଇଯାଏ ନା, ମୁଁ ସେମିତି ପୁରା ନର୍ମାଲ ହେଇଯାଏ, ପୁରା ଝଡିଯାଏ ଗୋଟେ ଫୁଲ ଭଳିଆ। ମାନେ ତମ କଥାରୁ ବୁଝିପାରୁଛି ତମେ କେତେ ଗରମ। ଜାଣିପାରୁଛ? ହଁ ଓହୋ, ମୁଁ ସେଇଥିପାଇଁ ଏଇ ସବୁ କଥା କୁହେ ନା କହୁଥିଲ। ଜଣା ପଡେ ତମ କଥାରୁ, ମାନେ ତମେ ନିଜେ ଏକ୍ସାଇଟେଡ ହେଇଯାଉଛ ବହୁତ। ମୁଁ ତମକୁ କଣ କହିଲି, ମୁଁ ବହୁତ ହଟ୍। ପାଖରେ ରହିଲେ ମତେ ଜାଣିପାରିବ ମୁଁ କେମିତି ହଟ୍। ଏଇଟା ତ ମୁଁ ବି ଚାହୁଁଛି ସେ ହୁଁ। ଯୋଉଦିନ କିସ୍ କରିବି ସେଇଦିନ ତମକୁ ଛାଡ। ସେତେବେଳେ ଜାଣିପାରିବ ମତେ। ଆଚ୍ଛା ଗୋଟେ ପଚାରିବି, ଖରାପ ଭାବିବନି? ହୁଁ ହୁଁ। ଏବେ ଯାହା ବହିଛୁ ସେଥିରେ ଖରାପ ଭାବିବନି ତ? ହୁଁ ହୁଁ। ଆଚ୍ଛା ତମ ବ୍ରା ସାଇଜ କେତେ? ଏ 34। ଓ 30। କଣ? ଜଣା ପଡୁନି ଫଟୋରୁ। କଣ? ଫଟୋ ଜଣା ପଡୁନି 34 ଥିବ ତମର। ଫଟୋରୁ ଜଣା ପଡୁଛି? ମାନେ ପଡୁନି। ଜଣା ପଡୁନି? କୋଉଠୁ ଜଣା ପଡୁଛି? ଜଣା ପଡିବନି ତମକୁ। ଏଇଟା ଠିକ କଥା ହେଲା, ଭିତରେ ରହିଲା ନା ବାହାର କୁ ମୁଁ କଣ ବାହାର କରିଦେଇକି ଫଟୋ ଉଠେଇଛି ନା କଣ ଯେ? ନାଇଁ ଯେ ତାହେଲେ ସେଇଟା ଧରି ପାରିବି ତ? ଧରିବ? ହୁଁ। ସେଟା ଫୁଟବଲ ନା, ଧରିବନି କାହିଁକି? ନାଇଁ କିସ୍ କଲାବେଳେ ହାତ ତ ପଳେଇବ ନା ଅଟୋମେଟିକ।